चक्रवर्ती कौन पाई डाकुथलो कौन कौन कामटा छिला कौन पाई डाकुथलो कामटा को मोर छाप पड़ती साले अरे कामटा कौन मोर छाप पड़ती कौन पाई अनानी बाडे की तो जोड़ा गंठी फटे जाउची के कोटेंशन ऑन में देता है ये जो लोग दिख रहा है पैरालिसिस है हे अरे ससुरपुर तुला कहली बाडू सारू आया पे आनी चारू हां चारू नुई से चारू लगा हसीने झरोई गजम मुकुटा रूपसी राधिका अलसी कन्या हसीने से झरोई बन्या रूपराई जोरो राजकुमार तेरे चिन्ह जोरो सरू चाहे ए तो ससुर को कहले तू कौन मो पुअर मामू कत कही सारू आने तू आनु तब हे तुम वंश बुनियादी किए कविता पढ़ी सब कविता को फेटा फेट कर पूरा पी गई खाइचु दिन को 4 वर्ष पखाल करने खाऊ मत कौन खाइबा को दउछ कि पसी रुटी खाई खाई मो अवस्था कौन हलानी देखिलो कौन हलानी मो अवस्था बक्का में छिड़ी दियो खोल तू कौन कौन हैं कौन यो ठू कोला कोला हैं कोला सिकोटा गाई कहूछ मोटे पोरा फुंदी आइछि तोरा फुंदी आइछि हां तमे विश्वास करबोनी आमो गां ग्रामले मते तोरे द्रौपदी रोल देइथिले ओ एमिति रोल कनी पूरा पेंडाल हुलुस्तुलु करी से ये कौन कोली रे तू भांगी गई कौन कोली रे तू पेंडाल भांगी गई भांगी रे तू खाली रे लाइला पेंडाल खाली रे भी आउतला पेंडाल खाली रे भी आउतला ओनानी हां कौन की रोल करती द्रौपदी रोल पूरा एमिति कोला मोर बाहरिला एजे पेंडाल बाकी तो की कला बारला द्रौपदी रोल करी कौन तो रोलटा थिला द्रौपदी का हां द्रौपदी हां कौन तू द्रौपदी रोल करथिली हां हां तो कौन करलु कौन कोनी एमिति कोनी जे का देखा पूरा सीन कौन लिखे करबी तो हां हो देखिबो चोड़ी देख हो तमे देवर दुशासन साजी थरे आसी मो गाली को टच करो देखिबा केमिति कोला पड़ी जाउची अरे आसो टच करो अरे आसो टच करो अरे तोरो ना तोरो टिके देखिबा केमिति मु रोल करथिनी कहलो तो हां मु द्रौपदी तमे दुशासन करूची मिनती एनारो भपति बेनो पारे मोका तोरा
ଗାମୁଛାଟା ପକେଇକିରି ମତେ ଓଢ଼ଣି କୋଉଠୁ ଧରିବୁ କ'ଣ ଆରେ ତୁ କ'ଣ ପଳା କହୁଛୁ ମୋର ବି ସେ ପଳା ଥିଲା ହଁ ଆରେ ଆମ ଗାଁରେ ଥରେ ଯାତ୍ରା ହଉଥିଲା ହେଲା ମତେ ଦୁଶାସନ ରୋଲ୍ ଦିଆହେଇଥିଲା ଦ୍ରୌପଦୀ ରୋଲ୍ ଯିଏ କରିଥିଲା ସେ ମୁଁ ପାଖାପାଖି ବୋଧେ ଅଷ୍ଟମ କି ନବମ ଶ୍ରେଣୀରେ ପଢ଼ୁଥିଲି କିନ୍ତୁ ସେ ଦ୍ରୌପଦୀ ରୋଲ୍ ଯେଉଁ ଆର୍ଟିଷ୍ଟ ଆସିଥିଲା ସେ କରୁଥିଲା ତା ପ୍ରତି ମୋତେ ଦୁର୍ବଳତା ରହିଯାଇଛି ହେଲାନି ତାକୁ ଦ୍ରୌପଦୀ ନେବା କଥା କାହିଁକି ପୁରୁଷ ବାବୁ ମୁଁ ତାକୁ ଭୁଲରେ ଆମ ଗୁଆକୁ ଟାଣି ଗୁଆକୁ ଭଲ ହେଇଥିବ ଭଲ ହେଇଛି ମାନେ ଖାଲି ଅସାରୁଆ ତାଳ ଖାଲି ଛେଚି ଦେଇଗଲେ ଛେଚି ଦେଇଗଲେ ମୋ ବାପା ସେତେବେଳେ ଥିଲେ ମୋ ବାପା ତ ଶିଳପୁଆ ଭଳିଆ ଛେଚିଲେନି ମୋତେ ହେମଦସ୍ତରେ ପୁରେଇଛି କ'ଣ ଆସେ କଥା 5,000 ଟଙ୍କା ଜୋରିମାନା ଦେଲି ଆସିଲେ କଳା ହଇନି ଖାଇବ ସବଳ ଖାଇବ ନା ବିମଳ ଖାଇବ ମୋ ପାଖରେ ଟିକେ ଗୁଣ୍ଡି ଅଛି ପାଟିରେ ପକେଇଦବ ଝାଡ଼ା ପୁରା କ୍ଲିୟର ହୁଏ ଦେଖା ଦେଖା ଜୀବନରେ ପକେଇଯିବ ଗୁଣ୍ଡି ନା ଗୁଣ୍ଡି ঠিক করে চিনি ও মাথায় ও সকাল সকাল ମୋ ବାପା ମତେ ବେଲେଇ ମଇଁଷି କ୍ଷୀର ଦେଇ ଏଗୁଡ଼ା କ'ଣ ଦେଖୁଛୁ ଏଗୁଡ଼ା ଖାଲି ମଞ୍ଜ ନାହିଁ ମଣିଷ କ୍ଷୀର ପିଉଛୁ ମୁଁ ବି ଘୁଷୁରି କ୍ଷୀର ପିଚା କ'ଣ ଭାବୁଛ ବୋଧେ ହଁ 5 ବର୍ଷ ତଳେ ମୋର ଅଜାଗାର ଗୋଟେ ଘା ହେଇଥିଲା ବାପୁ ପଇସା ଦେଲେ ମେଡିକାଲ ଗଲି ଚାଛି ଦେଲି ଆଉ ସେଇ କଥାଟା କହୁନ ଏତେ ଜୋରେ ପାଟି କରି କରୁଛ ହଁ ବାବୁ ତ କହିଥିଲେ ସାରୁ ଆଣିବା ପାଇଁ ତୁ ଯାଉଛୁ କାଲା କ'ଣ କହିବୁ କୁଆଡ଼େ ତୁ ଚୈତା ଭାଇ ଘରକୁ ଯାଉଛି ତତେ ମୁଁ କେତେ ଥର ମନା କରିଛି ସେ ଗୋଛା ତ ସାଇକି ତୁ ଯିବୁନି ବୋଲି କ'ଣ ପାଇଁ ଯାଉଛୁ କ'ଣ କହିଲ ତାଙ୍କ ଘରକୁ ଯିବିନି ହେଲେ କାହିଁକି ଯିବିନି ଆରେ ବୁଝିପାରୁନୁ ଆମେ ହେଲେ ବ୍ରାହ୍ମଣ ଲୋକ ଆମେ ସେ ଗୋଛା ତ ସାଇ ଗଲେ ଆମେ ଜାତିରୁ ବାଛନ୍ଦ ହେଇଯିବା ଆଚ୍ଛା ଗୋଛା ଭିତରୁ ବାଛନ୍ଦ ହେଇଯିବା ବୁଝିଲା ବାପା ତମ ବ୍ରାହ୍ମଣ ଶାସନରେ କିଛି ଜାତି ବୋଲି ଅଛି ଆରେ ମା ତୁ ମୋ କଥାଟା ବୁଝୁନି ସେ ବିନା ଗୋଛାଟା ଯେଉଁ କହତା ନା ଚିନୁ ନା ତାକୁ ତୁ ଭଲ ପାଇ ଠିକ୍ କରୁନୁ ମୁଁ ସକାଳୁ ସକାଳୁ ଯେଉଁ ବେଲ ଧଣ୍ଡା କି ଯେଉଁ ବେଲପତ୍ର କି ତୁଳସୀ ମାଳ ଖୁଞ୍ଚିକି ଯେତିକି ପଇସା ପାଉଛି ପାଇଲି ମୁଁ ପାଇଲି କ'ଣ ଲାଭ ପାଇବି ତୁମେ ଆଉ ମତେ
ତମେ ସେସବୁ ଶୁଣାନି କହିଲା ଦେଖି ତମେ ବ୍ରାହ୍ମଣ ଶାସ୍ତ୍ରରେ କିଛି ଜାତି ବୋଲି ଅଛି କାହିଁ ରାତି ହେଲେ ପରା ସେ ମଦ ମାଂସ ଖାଉଛନ୍ତି ଆଉ ସକାଳେ ମୁଣ୍ଡରେ ଚିତା ଚୈତନ ପକେଇ ବେକରେ ତୁଳସୀ ମାଳା ପକେଇ ହରିଓମ ହରିଓମ ଜପୁଛନ୍ତି କହିଲେ କଣ ନା ବଡ଼ ପଣ୍ଡା ବୋଲଉଛନ୍ତି ଆଉ ଶୁଣ ବାପା ମୁଁ ସଫା ସଫା କହିଦଉଛି ମୁଁ ଚିନୁ ଭାଇକି ହିଁ ବାହା ତୁ ଚିନ୍ନୁକୁ ବାହା ହେଇପାରିବୁନି କଣ କହିଲ ତୁ ଚିନ୍ନୁକୁ ବାହା ହେଇପାରିବୁ ମୁଁ ଚିନୁ ଭାଇକି ବାହା ହେବିନି ନା ମୁଁ ତମକୁ ସଫା ସଫା କହିଦଉଛି ତମେ ଯଦି ଚିନୁ ଭାଇ ସହିତ ମତେ ବାହା ନଦବ ତାହେଲେ ମୁଁ ଚିନୁ ଭାଇ ସହିତ ନେଇକି କୁଆଡ଼େ ପଳେଇବି ତୁ ତ ବାହାଘର ସେ କେଶବ ବଡ଼ ପଣ୍ଡାକୁ ନନ୍ଦଲାଲ ସହିତ ଠିକ୍ କରିছে ସେଇଠିକି ତୁ ତାକୁ ହିଁ ବାହା ହବୁ। ଆଚ୍ଛା ମୋଟରୁ ବାହା ହେବିନି ତୁ ବାହା ହବୁ? ନା ବାହା ହେବିନି ତମେ ଆଗ କୁହ ମତେ ଚିନୁ ଭାଇ ସହିତ ବାହା ଦବ କି ନାହିଁ ଦେବିନି ଦବନି ନା ଏଇଟା ତାହେଲେ ତମ ଶେଷ ହଁ ଏଇଟା ମୋ ଶେଷ ଆଉ ମୋ ଶେଷ କଥା ଶୁଣ ମୁଁ ଚିନୁ ଭାଇ ଘରକୁ ପଳଉଛି ଯା ପଳେଇବି ତ? ହଁ ଯା ଗଲୁନି ଯିବି ହେଇ ବାପା ଗଲି ଯାଉନୁ ଆଉ ଗଲି କ'ଣ ଠିଆ ହେଇଛୁ ଯାଉନୁ ଯା ହେ ବାପା ମୁଁ ତାଙ୍କ ଘରକୁ ଚାଲିଯିବି ତତେ ବା କହିଲି ତୁ ଯା ଯା ଆଚ୍ଛା ତମେ ମତେ ଟଙ୍କା ଦବନି ଏଇ କଥା ତ ମୁଁ ଜାଣିଛି ବାପା ତମେ ମୋ ବାହାଘର କରିବା ପାଇଁ ଟଙ୍କାଟେ ବି ଖର୍ଚ୍ଚ କରିପାରିବ ଆଉ ସେଇଥିପାଇଁ ମୁଁ ନିଷ୍ପତ୍ତି ନେଇଛି ଚିନୁ ଭାଇ ଘରକୁ ଚାଲିଯିବି ଚାଲିଯିବୁ ହଁ ଯା କାଇଁ ଗଲି ଯାଇନି ରହିଛୁ କହିଲି ଯା ତମେ ମୋ ବାପା କହୁଛୁ ସୁରା ଆରେ କଣ ହେଲା ପଛରେ ପୁଣି କାଇଁ ଡାକିଲ ମା ପଛରୁ ଡାକିଲି କ'ଣ ଆରେ ମୁଁ ସିନା କହିଦେଲି କିନ୍ତୁ ତୁ କ'ଣ ଜାଣିନୁ ତୁ ପୁରା ମୋର ଦୁଇଟା ଆଖି ବିନା ବିନା ଚଷମାରେ ତତେ ମୁଁ ଦେଖୁଛି ଆଉ ତୁ ପଳେଇଲେ ମୁଁ ଅନ୍ଧ ହୋଇଯିବି ମା ତୁ ଯଦି ଚାହୁଁଛୁ ତାହେଲେ ତୁ ଯା ସେ ବିନା ଛାଡ଼ିଦେଲେ ମୋ ସାଙ୍ଗ ମୁଁ ତାକୁ କହିଦେବି ଆଉ ମୋ ଝିଅ ତ ରାଜି ହେଉନି ମୁଁ କ'ଣ କରିବି ଆଗ ମୁଁ ତତେ ବାହାବି ମୁଁ ତାକୁ କହିଦେବି ତୁ ଯା ଓ ଭାଇ ଶୁଏ ବାପା ଯାଉଛି ଇଏ